ଆପଣ ସରକାର ଅଛନ୍ତି ନା ଆଉ କୋଉଠି ଅଛନ୍ତି? ସରକାର ଲୋକ ଯେତେବେଳେ କହନ୍ତି ଯେ ଅନ୍ୟମାନେ ଖାଇ ଯାଇଛନ୍ତି, ଏଇଟା ହେଉଛି ପୃଥିବୀର ସବୁଠୁ ବଡ଼ ଅସହାୟତା ଏବଂ ବିଫଳତା। 5-10 କୋଟି ଟଙ୍କା ତ ନୁହଁ, ଲକ୍ଷେ କୋଟି ଟଙ୍କା ଖଣି ମାଲିକ ମାନଙ୍କୁ ଛାଡ଼ କରିବାର ଏକମାତ୍ର କାରଣ କ'ଣ ଦେଇପାରେ? ଆପଣ ତାଙ୍କ ସହିତ ଡିଲ୍ କରୁଛନ୍ତି। 2005ରୁ 2025 ପର୍ଯ୍ୟନ୍ତ ଆମର ଯେଉଁ ଏରିୟର ଥିଲା, ଆମର ଯେଉଁ ବାକିଆ ପାଉଣା ଥିଲା, ଅନରିକଭର୍ଡ ମନି, ସେଇଟା ଆପଣଙ୍କର ଏଇ ଆଇନ ଫଳରେ ପୋଚି ହେଇଯାଇଛି। ତାର ଜବାବ ଦିଅନ୍ତୁ ନା। ଗପ କ'ଣ ଶୁଣୁଛନ୍ତି? ସବୁ କଥାରେ ପ୍ରଚାର, ସବୁ କଥାରେ ମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବ, ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ, ଦଳୀୟ ପତାକା ରହିବ, ଦଳୀୟ ଚିହ୍ନ ରହିବ। ଏଥିରୁ ନ ବାହାରିଲେ ଗୋଟିଏ କଥା ଅତି ସ୍ପଷ୍ଟ ହେଇଛି ଯେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କମ୍, ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭାବରେ ବେଶୀ କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କର କାମ ହେଉଛି ସେ ରାଜ୍ୟବାସୀଙ୍କର କଥା ବୁଝିବେ ରାଜ୍ୟ ସରକାରର ମୁଖିଆ ଭାବରେ। କିନ୍ତୁ ଆପଣ ଯେତେବେଳେ ରିଲିଫ ଯୋଗାଣ ତାକୁ ମଧ୍ୟ ଗୋଟେ ଦଳୀୟ ବ୍ୟାପାର ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯଦି ଗୋଟେ ଦଳୀୟ ପାଣ୍ଠି ଭଳିଆ ବ୍ୟବହାର କରିବେ, ତାହେଲେ ଲୋକଙ୍କ ମନରେ ଆପଣଙ୍କର ଉଦ୍ଦେଶ୍ୟକୁ ନେଇକରି ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ। ଏବଂ ଆପଣ ଯେତେବେଳେ ସେ ଯେଉଁ ବନ୍ୟା ଅଞ୍ଚଳ ପରିଦର୍ଶନ ବି କରିଛନ୍ତି, ତାଙ୍କ ସାଙ୍ଗରେ ସରକାରୀ ଅଧିକାରୀଙ୍କ ଅପେକ୍ଷା ଅଧିକ ଦଳୀୟ ପଦାଧିକାରୀ ହିଁ ଥିଲେ, ଯେଉଁଟାକି ସମ୍ପୂର୍ଣ୍ଣ ଭାବରେ ଗୋଟେ ବେଆଇନ ଏବଂ ଅନେକ ସମୟରେ ଏଇଟା ଅନୈତିକ ମଧ୍ୟ। ଯେ ଆପଣ ସମ୍ବିଧାନରେ ଦାୟିତ୍ୱ ଅନୁସାରେ ଆପଣ ହେଉଛନ୍ତି ଲୋକଙ୍କର ମୁଖ୍ୟମନ୍ତ୍ରୀ ଏବଂ ବନ୍ୟା ଭଳିଆ ଗୋଟେ ବିପର୍ଯ୍ୟୟ ସମୟରେ ଆପଣ ଲୋକଙ୍କ ସହିତ ରାଜନୀତି କରିବାଟା ଅତ୍ୟନ୍ତ ନିନ୍ଦନୀୟ। ଏବଂ ଏଭଳିଆ ପରିସ୍ଥିତିକୁ ଲୋକ ଦେଖୁଛନ୍ତି, ଲୋକ ୟାକୁ ପସନ୍ଦ କରୁଛନ୍ତି ବୋଲିକରି ଯେଉଁ ଧାରଣା ହେଉଛି ବିଜେପି ନେତାମାନଙ୍କର, ବିଜେପି ନେତାମାନେ ଭାବୁଛନ୍ତି ଯେ ଏଇସବୁ କଲେ ଲୋକେ ବୋଧେ ତାଙ୍କୁ ବେଶୀ ଭଲ ପାଇବେ, ବେଶୀ ଭୋଟ ଦେବେ। ଆଜ୍ଞା, ଲୋକ ତାକୁ ନେଇକରି ଛିଚାକର କରୁଛନ୍ତି। କାରଣ ଆପଣ ଦେଖୁଥିବେ ରାସ୍ତାରେ ଲୋକ ଯେଉଁଭଳି ଭାବରେ କଥାବାର୍ତ୍ତା କରୁଛନ୍ତି, ଗାଁ ମାନଙ୍କରେ ଯେଉଁଭଳି ମନ୍ତବ୍ୟ ଆସୁଛି, ସେଇଟା ମୁଖ୍ୟମନ୍ତ୍ରୀ ଶୁଣୁଥିବେ ବୋଲି ଆମେ ଆଶା କରୁଛୁ। କାହିଁକି ଦଳର ଏମିତି ଗୋଟେ ଅପପ୍ରଚାର ହେଲା ଭଳିଆ କାହିଁକି କାର୍ଯ୍ୟକ୍ରମ ନିଆଯାଉଛି? କାହିଁକି ତାକୁ ଜବରଦସ୍ତି ସବୁ ଜିନିଷ କରାଯାଉଛି? ଦେଖନ୍ତୁ, ମୂଳ କଥା ହେଉଛି ଯେ ଭାରତୀୟ ଜନତା ପାର୍ଟି ଅନେକ କାମ କରୁଛି ଯେଉଁଟା ହେଉଛି ଆତ୍ମଘାତୀ। କାରଣ ସେମାନେ ତାଙ୍କର ଯେଉଁ ଗୋଟେ ଫର୍ମାଟ୍ ଅଛି, ସେ ଫର୍ମାଟ୍ରୁ ବାହାରିକିରି କିଛି କରିବାକୁ ଚାହୁଁନାହାନ୍ତି। ସେ ସବୁ କଥାରେ ପ୍ରଚାର, ସବୁ କଥାରେ ମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବ, ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ, ଦଳୀୟ ପତାକା ରହିବ, ଦଳୀୟ ଚିହ୍ନ ରହିବ। ଏଥିରୁ ନ ବାହାରିଲେ ଆପଣ ଗୋଟେ କଥା ମନେ ରଖିଥାନ୍ତୁ, ଯେତେବେଳେ ନବୀନ ପଟ୍ଟନାୟକଙ୍କର ଶେଷ 5 ବର୍ଷରେ ଏଇଭଳିଆ ଘଟଣା ଘଟିଲା, ଯେ ଯେଉଁଟା ଆଗରୁ ଦଳୀୟ ପତାକା, ଦଳୀୟ ଚିହ୍ନ ବହୁତ କମ୍ ବ୍ୟବହାର ହେଉଥିଲା, ଶେଷ 5 ବର୍ଷ ଅଧିକ ବ୍ୟବହାର ହେଲା ଏବଂ ତାର ପରିଣତି ବିଜେଡି ଭୋଗିଲା। ଆଶା କରୁଛୁ ବିଜେପି ସେଥିରୁ କିଛି ଶିଖିବା କଥା, କିନ୍ତୁ ଶିଖିବା ପରିବର୍ତ୍ତେ ଏମାନେ ଆହୁରି ଆତ୍ମଘାତୀ ହେଇ ଚାଲିଛନ୍ତି। ଏବେ MMDR ଯେଉଁ ଖଣିକୁ ନେଇକି ନବୀନ ପଟ୍ଟନାୟକ ଯେତେବେଳେ ମୁହଁ ଖୋଲିଲେ, ସେତେବେଳେ ଯଦିଓ ବିଜେପି ସିଧାସଳଖ ଭାବରେ କେନ୍ଦ୍ରକୁ ହାତ ଟେକି ଦେଇଛନ୍ତି ବା ଖଣି ଦେଇ ଦେଇଛନ୍ତି, ତା ଦେହରେ ବି ବ୍ୟାନର ମାରିକି ଟେକି ଦିଅନ୍ତୁ। ନାଇଁ, ଦେଖନ୍ତୁ, MMDR ଆକ୍ଟକୁ ନେଇକରି ନବୀନ ପଟ୍ଟନାୟକ କ'ଣ କହିଲେ ଗୁରୁତ୍ୱପୂର୍ଣ୍ଣ ନୁହଁ। ନବୀନ ପଟ୍ଟନାୟକ କ'ଣ କହିଲେ କି ଭକ୍ତବାବୁ କ'ଣ କହିଲେ ଗୁରୁତ୍ୱପୂର୍ଣ୍ଣ ନୁହଁ। ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ବାସ୍ତବତା। ସିଧାସଳଖ ଓଡ଼ିଶା ଲୋକଙ୍କର ଲକ୍ଷେ କୋଟି ଟଙ୍କା ଆପଣ କେନ୍ଦ୍ର ସରକାରଙ୍କର ଚାପରେ ଖଣି ମାଲିକମାନଙ୍କୁ ଟେକି ଦେଲେ। ତାର ଉତ୍ତର ରଖନ୍ତୁ। ନବୀନ ପଟ୍ଟନାୟକ କ'ଣ କହିଲେ, ଭକ୍ତ ଦାସ କ'ଣ କହିଲେ, କଂଗ୍ରେସ କ'ଣ କଲା, ରାଜ୍ୟର କେତେ ଲାଭ ହେବ, କ୍ଷତି ହେବ, ଆଜ୍ଞା ସେଇଟା ଆମକୁ ଜାଣିବାର ଦରକାର ନାହିଁ। ରାଜ୍ୟର କେତେ ଲାଭ ହେବ, କ୍ଷତି ହେବ, ସେଇଟା ପରବର୍ତ୍ତୀ ସମୟରେ। କିନ୍ତୁ ରାଜ୍ୟର ସିଧାସଳଖ କୋଟିଏ ଟଙ୍କାର କ୍ଷତି ହେଇଛି। 2005ରୁ 2025 ପର୍ଯ୍ୟନ୍ତ ଆମର ଯେଉଁ ଏରିୟର ଥିଲା, ଆମର ଯେଉଁ ବାକିଆ ପାଉଣା ଥିଲା, ଅନରିକଭର୍ଡ ମନି, ସେଇଟା ଆପଣଙ୍କର ଏଇ ଆଇନ ଫଳରେ ପୋଚି ହେଇଯାଇଛି। ତାର ଜବାବ ଦିଅନ୍ତୁ ନା। ଗପ କ'ଣ ଶୁଣୁଛନ୍ତି? ଧର୍ମେନ୍ଦ୍ର ପ୍ରଧାନ ଗପ ଶୁଣଉଛନ୍ତି, ବିରଞ୍ଚି ତ୍ରିପାଠୀ ଗପ ଶୁଣଉଛନ୍ତି, ସମସ୍ତେ ଖାଲି ଗପ ଶୁଣେଇ ଚାଲିଛନ୍ତି। ଆଜ୍ଞା, ଲକ୍ଷେ କୋଟି ଟଙ୍କା ଯେଉଁ ଅନାଦେୟ ଆମର ଅଛି ଟିକସ ଖଣି ମାଲିକଙ୍କ ଉପରେ, ତାକୁ ଆପଣ କାହିଁକି ବାଦ ଦେଲେ? ଆପଣ ଯଦି ସେଇଟା ତୁରନ୍ତ ଯଦି ସେଇଟା ପ୍ରତ୍ୟାହାର ନ କର, ତାହେଲେ ସିଧାସଳଖ ଆପଣ ଖାଇଛନ୍ତି ତ କ'ଣ? ଆପଣ ଖଣି ମାଲିକମାନଙ୍କ ସହିତ ଗୋଟେ ପ୍ରକାର ମାନେ ସଲାସୁତରା କରିକିରି ଖାଇଛନ୍ତି, ନଚେତ ଲକ୍ଷେ କୋଟି ଟଙ୍କା କାହିଁ ଦେବେ ଆପଣ? ଆଜ୍ଞା, 5-10 କୋଟି ଟଙ୍କା ତ ନୁହଁ, ଲକ୍ଷେ କୋଟି ଟଙ୍କା ଖଣି ମାଲିକମାନଙ୍କୁ ଛାଡ଼ କରିବାର ଏକମାତ୍ର କାରଣ କ'ଣ ଦେଇପାରେ? ଆପଣ ତାଙ୍କ ସହିତ ଡିଲ୍ କରୁଛନ୍ତି, ନଚେତ ରାଜ୍ୟର ଲକ୍ଷେ କୋଟି ଟଙ୍କା କାହିଁକି ଆପଣ ନଷ୍ଟ କରିଛନ୍ତି? କିନ୍ତୁ ବର୍ତ୍ତମାନ ବିଜେପିର ଯେଉଁ ନେତାମାନେ କହୁଛନ୍ତି ଯେ 69,000 କୋଟି ଟଙ୍କା ବିରୋଧୀ ଦଳ ଥିଲାବେଳେ ସେମାନେ ୟାଠୁ ବଳିକରି ନିର୍ବୋଧତା ଆଉ କିଛି ହେଇପାରେ? ଯେ ବିରୋଧୀ ଦଳ ଥିଲାବେଳେ କେତେ ଆସୁଥିଲା? ଆଜ୍ଞା, ଆସ୍ତେ ଆସ୍ତେ ଇନଫ୍ଲେସନ୍ ବଢ଼ିଛି, ଖଣି
ଖୋଳାର ପରିସର ବଢିଛି। ବର୍ତ୍ତମାନ ଯୋଉମାନେ ବିରୋଧୀ ସେମାନେ ସେଠି କୋଟି ଟଙ୍କା ଖାଇ ଦେଇଛନ୍ତି 69,000 କୋଟି। ଯଦି ଯିଏ ଖାଇଛି ଆପଣ ସରକାରରେ ଅଛନ୍ତି ନା ଆଉ କୋଉଠି ଅଛନ୍ତି? ସରକାର ଲୋକ ଯେତେବେଳେ କହନ୍ତି ଯେ ଅନ୍ୟମାନେ ଖାଇ ଯାଇଛନ୍ତି, ଏଇଟା ହଉଛି ପୃଥିବୀର ସବୁଠୁ ବଡ ଅସହାୟତା ଏବଂ ବିଫଳତା। ତମେ ସରକାରରେ ଅଛ, ପୁଲିସ ତମ ହାତରେ ଅଛି, ଭିଜିଲାନ୍ସ ତମ ହାତରେ ଅଛି, ସିବିଆଇ ତମ ହାତରେ ଅଛି, କାହାକୁ କହୁଛ? ଆମେ ଯିବୁ କି? ଓଡ଼ିଶାବାସୀ ଯିବେ କି କେସ୍ କରିବାକୁ? ନା ଓଡ଼ିଶାବାସୀ ନିୟନ୍ତ୍ରଣ କରୁଛନ୍ତି ପୁଲିସ को, ଭିଜିଲାନ୍ସ को, सीबीआई को? ये गोटे याठू बोलिकर निर्लज कथा आउ किछि थाई पारे पृथ्वी रे? सरकार तमर, पुलिस तमर, तदंतकारी संस्था तमर, तम पाखे पड़ी साहा कमिशन रिपोर्ट, दोष क्या दौच? लोक कौन निर्बोध कौन ना लोक जी केस कर दंडिवा शक्ति जार थाई से पुणी क्षमा आचर ये नाटक चली।